ଜୟ ଜଗନ୍ନାଥ। ଗୋଟିଏ ସୁନ୍ଦର ଉଦାହରଣ ଦେଉଛି। ସେଇଟା ଆପଣଙ୍କ ଭାବନାରେ ବି ଅଛି, ମୋ ଭାବନାରେ ଅଛି। ଆଉ ମୁଁ ବି କହୁଛି ମୋ ଜଗନ୍ନାଥ, ମୋ ରାଧାକୃଷ୍ଣଙ୍କ ଭାବନାରେ କହୁଛି। ଯିଏ ହୃଦୟ ମନ୍ଦିରରେ ଲୀଳା କରୁଛନ୍ତି ତାଙ୍କରି ଭାବନାରେ କହୁଛି। ଗୋଟେ ବିରାଟ କାୟ ଅନ୍ଧକାର ଘର ହୋଇଥିବ, ଝରକା କବାଟ ସବୁ ବନ୍ଦ ଥିବ, କିନ୍ତୁ ସେଇ ଅନ୍ଧକାର ଘର ଭିତରେ ଗୋଟେ ଛୋଟ ଜୁଳଜୁଳିଆ ପୋକ ରହିଯାଇଥିବ। ସେଇ ଛୋଟ ଜୁଳଜୁଳିଆ ପୋକର ଆଲୋକରେ ଆପଣ ସେ ଘରର କେଉଁ ଜାଗାରେ ପୋକଟି ରହିଛି ଆପଣ ଠିକ୍ ସେ ଦେଖିପାରନ୍ତି। ତାର ଆଲୋକ ବି ସେଇ ବିରାଟକାୟ ଅନ୍ଧକାର ଘର ଭିତରେ ଛୋଟିଆ ଜୁଳଜୁଳିଆ ପୋକରେ ବି ଆଲୋକ ଥାଏ। ଠିକ୍ ଯେମିତି ଆଜି ହେଉଛି ପୂର୍ଣ୍ଣମୀ ଗ୍ରହଣ ସପ୍ତାହ। ଆଜି ଜହ୍ନକୁ ଗ୍ରହଣ ଲାଗିବ। ଜହ୍ନକୁ ଗ୍ରହଣ ଲାଗିଲେ ଜହ୍ନକୁ ରାହୁ ଗିଳିଦେବ, କିନ୍ତୁ ଆକାଶଟା ପୁରା ଅନ୍ଧକାର ହୋଇଯିବ, ଦୁନିଆଟା ପୁରା ଅନ୍ଧକାର ହୋଇଯିବ। ରାତି ବଢ଼ି ବଢ଼ି ଯେତେବେଳେ ଯାଏ ଅନ୍ଧକାର ସେତେ ବଢ଼ି ବଢ଼ିଯିବ, ଜହ୍ନକୁ ରାହୁ ଯେତେ ଗିଳିଯିବ ସେତେ ଅନ୍ଧକାରମୟ ହୋଇଯିବ। କିନ୍ତୁ ସେହି ଅନ୍ଧକାର ଭିତରେ ଯେଉଁ ଛୋଟିଆ ଛୋଟିଆ ତାରା ସବୁ ଥାନ୍ତି ନା, ସେମାନଙ୍କର ଆଲୋକ ବଢ଼ି ବଢ଼ି ଯାଇଥାଏ। କାରଣ ଅନ୍ଧକାର ରାତିରେ ବି ଛୋଟିଆ ଜୁଳିଜୁଳିଆର ଆଲୋକ ଯେମିତି ଗୋଟେ ତାରାର ଆଲୋକ ମଧ୍ୟ ଠିକ୍ ସେମିତି ହୋଇଥାଏ। ଠିକ୍ ମଣିଷ ଜୀବନରେ ବି ତାହା ବି ଘଟିଥାଏ। ତାକୁ ମଣିଷ ଗ୍ରହଣ କଲେ ବହୁତ ଭଲ ହେବ। ମଣିଷ ଜୀବନରେ ଅନେକ ଦୁଃଖ କଷ୍ଟ ଝଡ଼ ଝଞ୍ଜା ଆସିଥାଏ, କିନ୍ତୁ ମଣିଷ ଯେତେବେଳେ ସବୁ ଦୁଃଖ କଷ୍ଟକୁ ହସି ହସି ସହିଯିବ ନା, ତାହେଲେ ସେ ନିଶ୍ଚିନ୍ତ ସୁଖ ପାଇପାରିବ, ଶୁଭ ଫଳଟିଏ ପାଇପାରିବ। ଅଧିକା ନ ହଉ ଅଳ୍ପକେ ହଉ ସେ ପାଇପାରିବ। ଆଉ ଯିଏ ଯେତେ ଦୁଃଖ କଷ୍ଟ ଭିତରେ ରହିଥାନ୍ତି, ଭଗବାନ ତାଙ୍କ ନିକଟରେ ସେତେ ଅଧିକା ସେତେ ନିକଟତର ହୋଇଥାନ୍ତି। କିନ୍ତୁ ଦୁଃଖ କଷ୍ଟ ଭିତରେ ରହିକିରି ଆମ ଚିନ୍ତା ଚେତନା ଭାବନା ଯଦି ଠିକ୍ ଥିବ, ତାହେଲେ ଆମ ଭଗବାନ ଆମ ନିକଟତର ହେବେ। କିନ୍ତୁ ଆମ ଭାବନା ଠିକ୍ ନଥିଲେ ଆମ ଭଗବାନ ନିକଟତର ହେବେ ନାହିଁ। ଆମ ଭାବନା କେମିତି ରହିବା ଦରକାର? ଆମେ ସବୁ ଦୁଃଖ କଷ୍ଟକୁ ହସି ହସି ସହିଯିବା। ଆଉ ହିଂସା ବାଦ ଅହଙ୍କାର ସତ ମିଛ ଧର୍ମ ଅଧର୍ମ ଅନ୍ୟାୟ ଅନୀତି ମିଛ ପରନିନ୍ଦା ପରର ନିନ୍ଦା ଆଲୋଚନା ଏଇସବୁଠାରୁ ଆମେ ଦୂରେଇ ରହୁଥିବା। ଏମିତିକି ଅନେକ ଅଛି, ସେଇମାନଙ୍କ ଠାରୁ ସେଇ ସବୁ ଲକ୍ଷଣରୁ ଆମେ ଦୂରେଇ ରହୁଥିବା। ଆମେ ଯଦି ଦୂରେଇ ରହିବା, କେବଳ ଆମ ନିକଟରେ କେହି ନଥିବେ, ଏ ଦୁଃଖ ଲାଗିବ ନାହିଁ। ଆମ ନିକଟରେ କେବଳ ଆମ ଭଗବାନ ଥିବେ। ଏହା ନିରାଟ ସତ୍ୟ। ଆଉ ଆପଣ ସମସ୍ତେ ବୁଝିଗଲେ ବହୁତ ଭଲ ହେବ। ଆଉ ମୋ କଥା ମାଧ୍ୟମରେ ଯଦି ଭୁଲ ଥାଏ ତାହେଲେ ମୋତେ କ୍ଷମା କରିବ। ରହୁଛି। ଜୟ ଜଗନ୍ନାଥ। ମୋ କଳା ଠାକୁର ଏ ଓଡ଼ିଶାବାସୀଙ୍କୁ ସୁଧାରି ଦିଅନ୍ତୁ। ସମସ୍ତଙ୍କୁ ସୁଖ ଦେଇ ଚାଲନ୍ତୁ। ଏହା ହେଉଛି ମୋ ହୃଦୟର କଥା ମୋ ଜଗନ୍ନାଥ ପାଖରେ।